ତେବେ ଦର୍ଶକ ବନ୍ଧୁ କ୍ରିକେଟ ଜଗତରୁ ଆସିଲା ଏକ ତାଜା ଖବର। ବାପା ପଡ଼ିଆରେ କାଟୁଥିଲା ଘାସ, ଏବେ କରୋଡ଼ପତି ହେଲା ପୁଅ, ମିଳିଲା ଏତେ କୋଟି। ତେବେ ହଁ ଦର୍ଶକ ବନ୍ଧୁ, ଶ୍ରୀଲଙ୍କାର ଓପନିଂ ବ୍ୟାଟ୍ସମ୍ୟାନ୍ ପ୍ରଥମ ନିଶଙ୍କା ପ୍ରଥମ ଥର ପାଇଁ ଆଇପିଏଲ୍ରେ ଖେଳିବାର ଦେଖାଯିବେ। ତାଙ୍କୁ 19ତମ ସିଜନ୍ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ 4 କୋଟିରେ କିଣିଛି। ତେବେ ପ୍ରଥମ ନିଶଙ୍କା ତାଙ୍କ କଠିନ ପରିଶ୍ରମ ବଳରେ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ୍ରେ ପହଞ୍ଚି ଯାଇଛନ୍ତି। ତେବେ ବର୍ତ୍ତମାନର ହ୍ୱାଇଟ୍ ବଲ୍ କ୍ରିକେଟରେ ସୁମନ ଗିଲ୍ ଏବଂ ବିରାଟ କୋହଲିଙ୍କ ପରି କିମ୍ବଦନ୍ତୀମାନଙ୍କୁ ନେଇ ଗର୍ବ କରୁଥିବା ବେଳେ ପ୍ରଥମ ନିଶଙ୍କା ମଧ୍ୟ ଏହି ବଡ଼ ନାମମାନଙ୍କ ମଧ୍ୟରେ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ ପ୍ରଥମ ନିଶଙ୍କା 2024 ଓଡିଆଇରେ 63ରୁ ଅଧିକ ହାରରେ 694 ରନ୍ କରିଥିଲେ। ଏହି ସମୟ ମଧ୍ୟରେ ସେ ଏକ ଶତକ ମଧ୍ୟ କରିଥିଲେ। ତେବେ ଏହି ବର୍ଷ ଏହି ଖେଳାଳି ଟି20ରେ ଦ୍ରୁତ ଗତିରେ ରନ୍ କରିଛନ୍ତି। ତେବେ ଏହି ବର୍ଷ ପ୍ରଥମ 18ଟି ମ୍ୟାଚରେ 36.76 ହାରରେ 625 ରନ୍ କରିଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ୟ 150 ପାଖାପାଖି। ତେବେ ପ୍ରଥମ ଏହି ବର୍ଷ ଟି20 ଅନ୍ତର୍ଜାତୀୟ ମ୍ୟାଚରେ ଏକ ଶତକ ମଧ୍ୟ ହାସଲ କରିଛନ୍ତି। ତେବେ ପ୍ରଥମଙ୍କ ଟି20 ରେକର୍ଡ ବିଷୟରେ କହିବାକୁ ଗଲେ ସେ 154ଟି ମ୍ୟାଚରେ 4293 ରନ୍ କରିଛନ୍ତି, ଯେଉଁଥିରେ 2ଟି ଶତକ ଅନ୍ତର୍ଭୁକ୍ତ। ସେ ଆଇଏଲ୍ ଟି20ରେ ମଧ୍ୟ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି। ସେ 5ଟି ମ୍ୟାଚରେ 191ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ସହିତ 226 ରନ୍ କରିଛନ୍ତି। ସେ 3ଟି ଅର୍ଦ୍ଧଶତକ ମଧ୍ୟ କରିଛନ୍ତି। ତେବେ ପ୍ରଥମ ନିଶଙ୍କା ଏକ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ସୁନୀଲ ଗାଲେ ଗ୍ରାଉଣ୍ଡରେ ଜଣେ ଗ୍ରାଉଣ୍ଡସମ୍ୟାନ୍ ଥିଲେ। ସେ ମଇଦାନରେ ଘାସ କାଟିବା ଠାରୁ ପିଚ୍ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସବୁକିଛିରେ ସାହାଯ୍ୟ କରୁଥିଲେ ଏବଂ ତାଙ୍କ ମା ମନ୍ଦିର ବାହାରେ ଫୁଲ ମଧ୍ୟ ବିକ୍ରି କରୁଥିଲେ। କିନ୍ତୁ ଏବେ ଦେଖନ୍ତୁ ତାଙ୍କ ପୁଅ ଉପରେ ଆଇପିଏଲ୍ରେ କିପରି କୋଟି କୋଟି ଟଙ୍କା ବର୍ଷା ହୋଇଛି। ତେବେ ଏହା ହେଉଛି ପ୍ରଥମଙ୍କର ପରିଶ୍ରମର ଫଳ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଯଦି ଏଇଭଳି ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଭିଡ଼ିଓରେ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, କାରଣ ଏଇଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।